नमस्कार भाई माने साधारण लोक आज पुणी से असाधारण कथा आज महिला क्रिकेट टीम आम भारतर विश्व विजयी हेले किंतु सेही कथाटी आउ थरे कहूची केतेबेले परिवर्तन आसीबो बोली लेखाई जाइछि आमर 500 वर्ष बा 5000 वर्ष भाव जहा भावुच भाव गोटे परिवर्तन हब कार नाई भारत मातार आ परिवर्तन दे पुणी कौन विश्व विजय विश्व कहले कौन भावुचे पृथ्वीटा को खाली सेतिकी नुह कले जल स्थल वन गिरी आकाश तुम्भ लीला सबुठारे प्रकाश ये जोटा आमे पढ़ी नथिले सेटा जल स्थल वन गिरी आउ आकाश महाकाश केते बेलठू आरंभ हब को बेले हब कहा समय भी हब ता भी कही कहले कंडुक खेल तो पेंडु खेल जो क्रिकेट खेल वर्तमान चली आमर भारत विश्व विजयी होची पुरुष दल विश्व विजयी हैला एबे महिला विश्व विजयी हेबो सेही समय ठुरे रामचंद्र तुम्हें गणुथिबो रे रामचंद्र तुम्हें गणुथिबो दिवस रजनी निशी दिवस रजनी निशी खाली गणुथिबो सबु परिवर्तन आसीबो कला वर्षक 12 मास 13 मास हेबो सप्ताह जो ऋतु 16 ऋतु सप्त ऋतु हेबो आउ देखंतु साधारण लोक से असाधारण कथा पंचुक वर्तमान चली पंचुक 5 दिन पड़े 5टा काऊ कोइली कुंभाटुआ कजलपाती आ कुकुड़ा ये सब लोक कथा कहूँ मो एगुराक नुह तार अनेक तत्व रही अनेक भेद अनेक गुरु ज्ञान से अच्छी यहाँ आम लोक माने बुझे तो जो कही दौचु किंतु ये नुह किंतु ये जो 5टी कम अनेक भिडियो कहीदे न कहले तुम खराब भाव तुम मान को कहुई किंतु कहला कौन पंचुक आमर 5 दिन रे वर्ष हो गला 4 दिन किंतु या पर पुणी भाव केते दिन एमती 4 दिनिया चलो पुणी पंचुक पुणी 6 दिन पड़ूला ना जोटा कह पंचुक 6 दिन रे नागार्जुन वेश पड़े नागार्जुन वेश हमें किंतु आउ तो नागार्जुन वेश हबनी 6 दिन पड़ोनी सेमती आम भारतर महिला क्रिकेट दल आज विश्व विजयी है जोटा कि लेखा रही कंडुक खेलरू लीला चहटी लीला भारत स्वर्ग मर्त्य पाताल 3पुर को भेद करी सर्वश्रेष्ठ हेब आ सनातन धर्म स्थापन करिवो एक धर्म एक नीति एक वाणी एक ठाणी हेब सुन रे मारंग तुही जम्बुदीप परे सनातन धर्म स्थापन होइब जाई जम्बुदीप पुणी आमे विश्व विजयी होइचे क्रिकेट रे किंतु जम्बुदीप पुणी आमे तो जम्बुदीप बोली कहूँ आम भारत वर्ष नाई 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 अखंड भारत वर्ष जेबे हेबो सेबे सनातन धर्म स्थापन होइब आ सेटा केमिति जानिबा नाई कंडुक बाई पेंडु खेलरू लीलाटा चहटिब से समय रे भारत जल स्थल आउ आकाश को देखिबो एबे रिसेंटली हमर गोटे भारतर
ଯାନ ଗୋଟେ ଯିବ। ତାପରେ ଭାରତ ମଙ୍ଗଳକୁ ପଠେଇଥିଲା, ଫାଷ୍ଟ ବିଫଳ ହେଲା, ତାପରେ ସଫଳ ହେଲା। ବିଶ୍ୱରେ ପ୍ରାୟ ବିଶ୍ୱ ଗୁରୁ ହେବ। ତେଣୁ ଏଇଥିପାଇଁ ଲେଖା ହେଲା, ବର୍ତ୍ତମାନ ଯାହାର ଏଇ କଣ୍ଡୁକ ଖେଳ ବା ଏଇ ଯେଉଁ କ୍ରିକେଟ ପେଣ୍ଡୁ ଖେଳଟି କାହାର? ଆମ ଭାରତର ଖେଳ ନୁହଁ, କିନ୍ତୁ ଏଇ ଖେଳକୁ ଏତେ ମାତ୍ରାରେ ହେବ ଚହଳ ପଡ଼ିବ ବିଶ୍ୱରେ। ସବୁ ଦେଶ ମାନେ ଯେଉଁ ଦେଶର ହେଉଛି ବି ମାତୃଭୂମିର ଖେଳ, ଆମର ହେଉଛି ହକି ଖେଳ। କିନ୍ତୁ କ୍ରିକେଟ ଖେଳଟି କାହାର? ନା ଇଂଲଣ୍ଡଙ୍କର। ସେମାନେ ବି ଚିନ୍ତା କରିପାରିନଥିବେ। କାହିଁକି ନା ଯେଉଁମାନେ ଆସିକି ଆମକୁ ଏତେ ବର୍ଷ କାଳ ଶାସନ କରିଥିଲେ, ସେମାନଙ୍କର ଖେଳ ଆଜି ଆମେ ଖେଳିକି ଚହଳ ସୃଷ୍ଟି କରିବା। ଆଉ ଯେଉଁମାନେ ପୁଣି ଭାରତରେ ଜନ୍ମ ନେଇଛନ୍ତି, ଭାରତ ମାଆର ପାଣି ପବନ ସବୁ ଖାଇକି ଭାରତ ମାତାର ବିରୁଦ୍ଧରେ ଅଛନ୍ତି, ସେମାନେ ମାନେ ହାଉଲେ ହାଉଲେ ପରିବର୍ତ୍ତନ ହେଇଯିବେ। ଯେତେବେଳେ ସମସ୍ତେ ଭାରତ ମାତା କି ଜୟ କହିବେ, ସାରା ବିଶ୍ୱର ବି ଦେଖିବେ ୟୁଟ୍ୟୁବ ଚ୍ୟାନେଲ ମାନକେ ଦେଖୁଥିବ, ଯେଉଁମାନେ କି ମଣିଷ ବୋଲି କାହାକୁ ଜାଣନ୍ତିନି, ସେମାନେ ନିଜେ ଗୋଟେ ପଶୁ ତୁଲ୍ୟ ଭଳିଆ ଚଳନ୍ତି। ପଶୁ ପକ୍ଷୀ ବାଘ ହିଂସ୍ର ଜନ୍ତୁ ମାନଙ୍କୁ ବି ମାରିକି ଖାଇ ଦିଅନ୍ତି। ମାନେ ଏମିତିକି ସାପ ବାଘ ଭାଲୁ ଯଦି ତାଙ୍କୁ ଦେଖନ୍ତି ଡରନ୍ତି। ଦେଖୁଥିବେ ଦକ୍ଷିଣ ଆଫ୍ରିକାର ଜଙ୍ଗଲରେ ରହୁଥିବା ଆଦିବାସୀ ମାନେ ଭାରି ଭୟଙ୍କର, ସବୁଠାରୁ ମାରାତ୍ମକ। ସେମାନେ କଞ୍ଚା ମାଂସ ଭକ୍ଷଣ ଏବେ ବି କରୁଛନ୍ତି। କିନ୍ତୁ ସେମାନେ ଦେଖୁଥିବେ ୟୁଟ୍ୟୁବ ବାଲା ଯାଇ ତାଙ୍କୁ ଭେଟ କରୁଛନ୍ତି, ସେମାନେ କହୁଛନ୍ତି ଭାରତ ମାତା କି ଜୟ। ତେଣୁ ଏଇଠି ଚିନ୍ତା କର, ଏଇ ଖେଳଟି ଭାରତ ପୁରୁଷ ଦଳ ବିଶ୍ୱ ବିଜୟୀ ହେଲେ, ମହିଳାମାନେ ବି ବିଶ୍ୱ ବିଜୟୀ ହେଲେ। ଖାଲି ବିଶ୍ୱ ବିଜୟ ହୋଇନାହାନ୍ତି, ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତିନିପୁର ବିଜୟୀ ହେବ। ଆଉ ସର୍ବଶ୍ରେଷ୍ଠରେ ପହଞ୍ଚିବ ଆଗକୁ। ଏମିତି ଭାଇମାନେ, ସାଧାରଣ ଲୋକ ଅନେକ କଥା କହିଛି ଭିଡ଼ିଓରେ। ଆମେ କହୁଛେ ଏ ରାଜନୀତି ଦଳ, ସେ ରାଜନୀତି ଦଳ, ପ୍ରକୃତରେ ଏଇଟା ସତ୍ୟ। ପ୍ରକୃତରେ ଏଇଟା ସତ୍ୟ। ଏହା ହିଁ ରାମ ଆଉ କୃଷ୍ଣଙ୍କର ତତ୍ତ୍ୱ। ଯୋଉ ସରକାର ଆସୁନା କାହିଁକି, ଏହା ହିଁ ସତ୍ୟ। ଏଇଥିରେ ବି ଅଛନ୍ତି ଭଗବାନ, ଆଉ ଏଇଥିରେ ଅଛନ୍ତି ରାକ୍ଷସ ଦାନବ। ଆଉ ଯୋଉମାନେ ଏଥିରୁ ବଞ୍ଚିତ ରହିଲେ, ସେମାନେ ହେଲେ ମାନବ। ତେଣୁ ଦେଖନ୍ତୁ, ସେଇ କଥା କହିଥିଲି, ରାମ ଥିଲେ ରାଜା, କୃଷ୍ଣ ଥିଲେ ରାଜା, କଂସ ଥିଲେ ରାଜା, ଆଉ ରାବଣ ବି ଥିଲା ରାଜା। ତେଣୁ ଯେତେବେଳେ ଏଇ ବିଶ୍ୱରେ ଏଇ ଦୁଇ ଜଣ ରାଜା ଥିଲେ, ଜଣେ ହେଉଛି ଦାନବ ଆଉ ଜଣେ ହେଲେ ମାନବ। ସେଇଭଳି ଏଇ ଭାରତ ବର୍ଷରେ ବା ଏଇ ପୃଥିବୀ ପୃଷ୍ଠରେ ବିରୋଧୀ ଯେଉଁମାନେ ରହିବେ, ସେମାନେ ହେଲେ ଦାନବ ବଂଶୀୟ। ଯେଉଁମାନେ ରହିବେ କୋଉଥିରେ, ସରକାରରେ, ସେମାନେ ହେଲେ ଦେବବଂଶୀୟ। ଆଉ ସେଇମାନେ ଦେବବଂଶୀୟ ମାନେ ସେଇମାନେ ଜାଣିବ ଭଗବାନ ସଦୃଶ୍ୟ। ଆଉ ସେଇ ବେଳଠୁ ହବ ବୋଲି ଲେଖା ବି ରହିଛି। କେତେବେଳେ ହବ କେମିତି ଜାଣେ ନା, ଏଇ କଣ୍ଡୁକ ଖେଳରୁ ଲୀଳା ଚହଟିବ, ଦେଖିବ ସେଇଠୁ ଆରମ୍ଭ ହେଲା। ଏହା ହିଁ ଧ୍ରୁବ ସତ୍ୟ। ୟାପରେ ଆପଣ କହିବେ ରାଜନୀତି, ଠିକ କଥା କହୁଛନ୍ତି, ଠିକ ବୁଝୁଛନ୍ତି ଆଜ୍ଞା ଭୁଲ। ରାଜନୀତି ରାଇଟ, କିନ୍ତୁ ଏଠି ରାଜା ନାହାନ୍ତି, ତାଙ୍କ ନୀତି ଅଛି। କିନ୍ତୁ ବର୍ତ୍ତମାନ ଆପଣମାନେ କାହିଁ କହୁନାହାନ୍ତି ମନ୍ତ୍ରୀ ନୀତି? ନା, ସେଇ ରାଜାଙ୍କ ନୀତି ଠିକ, କିନ୍ତୁ ରାଜା ନାହାନ୍ତି, ମନ୍ତ୍ରୀ ଅଛନ୍ତି। କିନ୍ତୁ ମନ୍ତ୍ରୀ ନୀତି କୋଉଠି କହିପାରିବୁ ନାହାନ୍ତି। ସମସ୍ତେ କହିବେ କଥା କଥା କରି। ସାଧାରଣ ଲୋକ ଏଇ ପଏଣ୍ଟକୁ ରଖେ ଧ୍ୟାନ।
କହନ୍ତି ପୁଅ ଏ ପୂଜା ପାଠ ଭଲ ମନ୍ଦ କୋଉଥିରେ ରାସ୍ତାଘାଟରେ ଯାହା ଗୋଟେ ଆଲୋଚନା କରିବେ ପୁଅ ତୁ ଏଠି ରାଜନୀତି ପୁରାନି। ବାସ୍ ମନ୍ତ୍ରୀ ଶାସନ ଚାଲିଛି କିନ୍ତୁ ରାଜାଙ୍କର କଥା ଏଠି ଆଚରଣ ହଉଛି। ଏହା ହିଁ ଧ୍ରୁବ ସତ୍ୟ। ଯଦି ଏହା ସତ୍ୟ ତାହେଲେ ଭାରତ ବିଶ୍ୱ ବିଜୟ ହବା ଏହା ହିଁ ସତ୍ୟ। ଆଉ ଏହା ହିଁ ଲୀଳା। ଯୁଗ ଯୁଗାନ୍ତର ରହିଛି। ରାମଙ୍କ ସମୟରେ ରାମ କରିଥିଲେ ତାଙ୍କ ରାମ ଲୀଳା, କୃଷ୍ଣଙ୍କ ସମୟରେ କୃଷ୍ଣ କରିଥିଲେ ତାଙ୍କ ରାମ ଲୀଳା। ଆଉ କଳି ଯୁଗରେ ସେଇଟା ଲୀଳା ଅତି ଅଧିକ ଯଦି ଅବୁଝା ହୋଇବ ହେବ ଏହା କିଳା। ଏହା ପ୍ରମାଣ ଧ୍ରୁବ ସତ୍ୟ। ହେଲେ କଣ୍ଡୁକ ଖେଳରୁ ଲୀଳା ଚହଟିବ କୋଉଠି? 24 ରୁ ଚହଟିବା ଆରମ୍ଭ ହେଇଗଲାଣି। ଶୁଣରେ ବାରଙ୍ଗ ତୁହି ଜମ୍ବୁଦ୍ୱୀପ ପରେ ସନାତନ ଧର୍ମ ସ୍ଥାପନ ହୋଇବ ଯାଇ। ଅଖଣ୍ଡ ଭାରତ ଯେବେ ହେବ ସେଇଦିନ ତୁମେ ଦେଖିବ ଏହା ହିଁ ସତ୍ୟ ସନାତନ। ହଉ ଭାଇମାନେ ରଖୁଛି। ରଖ।